ମାତୁଲିତ ସୁଷମାଚାର 24:26 ଲେଖା ହେଇଛି। ସୁନ୍ଦର କଥା ଲେଖା ହେଇଛି ସେ ଜାଗାରେ। ଆମେମାନେ ଏ ଶେଷକାଳ ସମୟରେ କି ପ୍ରକାର ରହିବାକୁ ପଡ଼ିବ ସେ ବିଷୟରେ ଆମମାନଙ୍କୁ ସେ ଜାଗାରେ କୁହା। କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଦେଖ, ମୁଁ ପୂର୍ବରୁ ତୁମମାନଙ୍କୁ ଜଣାଇଲି। ହାଲେଲୁୟା। ପ୍ରଭୁ ଯୀଶୁ ଯେତେବେଳେ ତାଙ୍କ ଶେଷ ସମୟରେ ଏ ପୃଥିବୀରେ ତାଙ୍କର ସେବା କାର୍ଯ୍ୟ ଶେଷ କରୁଥିବା ସମୟରେ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ହାଲେଲୁୟା, ଭଣ୍ଡ ଖ୍ରୀଷ୍ଟମାନେ ଆସିବେ, ଭଣ୍ଡ ଭାବବାଦୀମାନେ ଆସିବେ, ଯୀଶୁଙ୍କ ପରି ଆକା ଦେଖାଯିବେ। ସେମାନେ ଦେଖିବାକୁ ବହୁତ ଭଲ ଲାଗିବେ, କିନ୍ତୁ ସେମାନଙ୍କ ଭିତରେ ଭୟଙ୍କର ବିଷ ଭରି ଅଛି। ହାଲେଲୁୟା। ସେମାନେ ଦେଖିବାକୁ ଆଉ ମେଷ ଚାଳ ସେମାନେ ଗୁଡ଼େଇକି ଆସିବେ, କିନ୍ତୁ ଭିତରେ ସେମାନଙ୍କର ହିଂସକ ଭାଗ ସେମାନେ। ତେଣୁ ସେମାନେ ଆସନ୍ତା ଦିନମାନଙ୍କର ଆସିବେ, ବର୍ତ୍ତମାନ ସୁଦ୍ଧା ଅଛନ୍ତି, କିନ୍ତୁ ଏହି ପ୍ରକାର ଭୟଙ୍କର ଗୋଟେ ଭଣ୍ଡ ଖ୍ରୀଷ୍ଟ ଆସିବ। ସେ ସେମ୍ ଯୀଶୁଙ୍କ ପରି ଆକା ଦେଖାଯିବ। ତାହା 7 ବର୍ଷର ମହାକ୍ଲେଶ ପ୍ରାରମ୍ଭରେ 42 ମାସ ସେ ଶାସନ କରିବା ପାଇଁ ଆସିବ। ସେ ପ୍ରକାଶିତ ବାକ୍ୟରେ ଲେଖା ହେଇଛି, ଆଉ ପ୍ରକାଶିତ ବାକ୍ୟ 13 ପର୍ବରେ ଲେଖା ହେଇଛି, ସେ ସମୁଦ୍ର ମଧ୍ୟରୁ ବାହାରିବ। ହାଲେଲୁୟା। ସମୁଦ୍ର ମଧ୍ୟରୁ ସେ ଆସିବ। ସମୁଦ୍ର ମଧ୍ୟରୁ ସେ ଭଣ୍ଡ ଖ୍ରୀଷ୍ଟ ଆସିକରି ପୃଥିବୀରେ ସମସ୍ତ ଜାତିକୁ ପ୍ରଲୋଭନ କରିବ। ଖ୍ରୀଷ୍ଟିଆନ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଭାବରେ ଯେତେ ସାଧ୍ୟ ସେତେ ତାଡ଼ନା କରିବ, ବହୁତ ଦୁଃଖ ଦେବ, ବହୁତ ସମସ୍ୟାରେ ପକାଇବ। ଅନେକ ସାଧାରଣ ଲୋକମାନେ ଭ୍ରାନ୍ତ ହୋଇଯିବେ, ଏମିତି ଯେ ମନୋନୀତ ଲୋକମାନଙ୍କୁ ମଧ୍ୟ ଭ୍ରାନ୍ତ କରିବେ। ହାଲେଲୁୟା। ସେ ସମ୍ଭବ ହେଲେ ମାଷ୍ଟରମାନେ, ବାଇବେଲ ଭଲ ଜାଣିଥିବା ଲୋକମାନେ, ପ୍ରଭୁଙ୍କଠାରେ ଭଲ ରହିବା ଲୋକମାନେ ସମସ୍ତେ ସେ ଶୈତାନର ଅନୁଗାମୀ ହେବାକୁ ପଡ଼ିବ। ସେ ପ୍ରକାର ସେମାନଙ୍କୁ ବଣ୍ଡେଇ ଦେବ, ଭ୍ରାନ୍ତ କରିଦେବ। କିନ୍ତୁ ସମ୍ଭବ ହେଲେ ଏମାନେ ବଣ୍ଡିଯିବାର ସମ୍ଭାବନା ଅଛି। ସେଥିପାଇଁ ତୁମମାନଙ୍କୁ ମୁଁ ଆଗରୁ କହୁଛି ବୋଲି କହିଲେ ପ୍ରଭୁ। ହାଲେଲୁୟା। ତୁମେମାନେ ଭ୍ରାନ୍ତ ନେବା ପୂର୍ବରୁ, ତୁମେମାନେ ପଡ଼ି ନ ଯିବା ପୂର୍ବରୁ ତୁମେମାନେ କ'ଣ ହୋଇଯାଅ? ଜାଗ୍ରତ ହୋଇଯାଅ। ହାଲେଲୁୟା। ଭଣ୍ଡ ଖ୍ରୀଷ୍ଟ ଆସିକରି ଈଶ୍ୱର ନିନ୍ଦା ସୂଚକ କଥା କହିବ, ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ, ଏମିତି ଯେ ପରମେଶ୍ୱର ମଧ୍ୟ ଶୈତାନ ସହିତ ହାରିଯିବ ବୋଲିକରି ଲୋକମାନେ ଭାବିବେ। ପରମେଶ୍ୱର କେବେ ହାରିଯିବେ କି? ହାଲେଲୁୟା। ଶୈତାନ ଏକା ହାରିଯିବ, ପରମେଶ୍ୱର କେବେ ମଧ୍ୟ ତାଙ୍କେ ହାରିବେ ନାହିଁ। କିନ୍ତୁ ଏମିତିକା ବିଷୟ ସେ କ୍ରିଏଟ୍ କରିବ, ପରମେଶ୍ୱରଙ୍କ ନିନ୍ଦା ସୂଚକ କଥା ଯାକ କହୁଥିବ। ସେ ସମସ୍ତ ଜାତି ପ୍ରଲୋଭିତ ହୋଇଯିବେ, ସମସ୍ତ ଜଗତର ଲୋକମାନେ ପ୍ରଲୋଭିତ ହେବେ, କିନ୍ତୁ ଖ୍ରୀଷ୍ଟିଆନ ଲୋକମାନେ ପ୍ରଲୋଭିତ ହେବାର ସମ୍ଭାବନା ନାହିଁ। ହାଲେଲୁୟା। କାରଣ ସେମାନେ ସେତେବେଳକୁ ଆଗା ଦୃଢ଼ ଭାବରେ ସେମାନେ ନିଷ୍ପତ୍ତି ନେଇଥିବେ ଯେ ଆମ ପ୍ରଭୁ ଏହା ପୂର୍ବରୁ ଆମମାନଙ୍କୁ କହିଛନ୍ତି। ହାଲେଲୁୟା। ଏହି ପ୍ରକାର ଭଣ୍ଡ ଖ୍ରୀଷ୍ଟମାନେ ଆସିବେ, ମିଠା କଥା କହିବେ, ତୁମମାନଙ୍କୁ ପ୍ରଲୋଭନରେ ପକାଇବେ। ଆଜିକାଲି ଆମେମାନେ ଦେଖୁଛୁ